ଆଜ୍ଞା ପ୍ରଥମେ ପରିଚୟ ଦେବେ ଆପଣଙ୍କର। ମୋ ନାଁ କାଳୁଚରଣ ସାହୁ, ଡୁରା ନିବାସୀ, କଲେଜ ନିକଟ ମୋର ହୋଟେଲ ଅଛି। ଆଉ ଯୋଉ କାଲି ଯୋଉ ଖବର ମିଳିଥିଲା ଆମକୁ ଯୋଉ ଶିଶୁ ପୁତ୍ର ଉଦ୍ଧାର କରିଥିଲେ, କେମିତି କଣ ଉଦ୍ଧାର କରିଥିଲେ? ଆଜ୍ଞା ଆମର ଗୋଟେ କାମ ଥିଲା, ୟୁନିଭର୍ସିଟି ଆଡ଼େ ଯାଇଥିଲି। ମୁଁ ରିଟର୍ନ ହେବା ସମୟରେ ମୋ ଜାଗାଟି ଦେଖିବା ପାଇଁ ଗଲି। ଗଲା ସମୟରେ ଦୁଇ ଲୋକ ସେ ଗୋଟେ ପୁଡ଼ା ଦେଖୁଥିଲେ। ଦେଖିବା ସମୟ ଭିତରେ କ'ଣ ହେଲା ବିଷୟବସ୍ତୁ ପଚାରିଲି, ନା କ'ଣ ନା ଗୋଟେ ସାଉଣ୍ଡ ଆସୁଛି ବୋଲି କହିଲେ। କହିବାର କ'ଣ ବିଷୟବସ୍ତୁ ନା ଛୁଆ କାନ୍ଦିବାର ସାଉଣ୍ଡ। ତାଙ୍କେ ସାହସ ନ କରି ତାଙ୍କେ ଡରିଥିଲେ ଯାଇକିରି ହଁ ପୁରାଟା ପିଟି ନଥିଲେ। ଡରିକିରି ପୁଡ଼ାଟା ଫିଟେଇ ନଥିଲେ। ମୁଁ ଗଲି, ମୁଁ ଯିବା ଭିତରେ ମୁଁ ଦେଖା ଚାହାଁ କଲି ଯେ ପୁମ୍ପୁଡ଼ି ଫୁମ୍ପୁଡ଼ି ଜନ୍ଦା ଲାଗିଯାଇଛି ସେ ଛୁଆଟାକୁ। ମୁଁ ବହୁତ ଚିତ୍କାରରେ ହଁ ଚିତ୍କାର ମୁଁ ନ ସହିପାରି ମୁଁ ତୁରନ୍ତ ପିଲାଟାକୁ କୋଳେଇ ନେଲି। କୋଳେଇବା ଭିତରେ ସେ ଲୋକ ଯେ ଦୁଇ ଲୋକ ତିନି ଲୋକ ଯେଉଁ ଥିଲେ ତାଙ୍କେ ବାରମ୍ବାର କୁଆଡ଼େ ନେବ କ'ଣ କରିବ ତମ ପିଲା ଛୁଆ କେତୋଟି ବୋଲି ପଚାରିଲେ। ପଚାରି ବୁଝିବା ହେତୁ ଆଉ ସେତେ ବିଳମ୍ବିତ ନ କରି ସେ ପିଲାର ସ୍ୱାସ୍ଥ୍ୟ ଭଲ ନଥିବା ଯୋଗୁଁ ମୁଁ ଦେଖିକିରି ମୁଁ ପିଲାଟାକୁ ତୁରନ୍ତ ଘରକୁ ଧରି ଆସିଲି। ସଫାସୁତୁରା କରି ମୁଁ ତୁରନ୍ତ ଆମର ନିକଟସ୍ଥ ଆନା ମେଡ଼ିସିନର ଡକ୍ଟର ଯେଉଁଠି ଆସୁଛନ୍ତି ଗୃହସ୍ଥ, ତାଙ୍କ ଥିଲେ ପରାମର୍ଶ କଲି। କରିବାରୁ ଦେହଟି ତାର ସୁସ୍ଥ ଅଛି। ଜଣେଇବା ହେତୁ ମୁଁ ତୁରନ୍ତ ଘରକୁ ତାକୁ ଛୁଆଟିକୁ ଧରି ଆସିଲି। ଆସିବା ସମୟ ଭିତରେ ଆଉ ଦୁଇ ଲୋକ ତିନି ଲୋକ ଆସି ବୁଝିଲେ ପିଲାଟି ଦେବ କି ନାଇଁ ଆଜ୍ଞା, ମୁଁ କୌଣସି ପ୍ରକାର ପିଲାଟି ହ୍ୟାଣ୍ଡ ଓଭର କରିପାରିବିନି ଯେ ମୁଁ କହିଥିଲି। ଯୋଉ ଲୋକ ଯୋଉ ଆସିଥିଲେ ସେ ଦେଖିବା ଲୋକ ଆସିଥିଲେ ନା ବାହାରୁ ଆସିଥିଲେ କିଏ ମାଗିବା? ନାଇଁ ସେ ଲୋକ ଦୁଇ ଲୋକ ଥିଲେ, ତାଙ୍କୁ ଆଉ ଗୋଟେ ଲୋକ ଧରିକିରି ଆସିଥିଲେ। ସେ ପୁଳେଇ ନେବା ପାଇଁ ଚାହୁଁଥିଲେ ସେ ଛୁଆଟାକୁ। ଘରୁ ଧରି ଆସିଲା ପରେ ତାକୁ ଟ୍ରିଟମେଣ୍ଟ କରି ଘରେ ରଖିଲି, ସଫାସୁତୁରା କରି ରାତି ଘଡ଼ିକ ରଖିଲି। ସକାଳୁ ପୁଣି ସ୍ୱାସ୍ଥ୍ୟ ଭଲ ନଥିବା ଯୋଗୁଁ ମୁଁ ତୁରନ୍ତ ମେଡ଼ିକାଲ ନେବା ପାଇଁ ନିଷ୍ପତ୍ତି ନେଲା ଭିତରେ ସାହି ଲୋକ କହିଲେ ଯେ ନାଇଁ ତୁରନ୍ତ ସରପଞ୍ଚ ପାଖକୁ ଯାଆନ୍ତୁ, ଯାଇକରି ପରାମର୍ଶ ନେଇକିଲା ପରେ ହିଁ କ'ଣ କିସ କରିବ ବୋଲି ସାହି ଲୋକ କହିଲେ। କହିବା ହେତୁ ମୁଁ ତୁରନ୍ତ ସରପଞ୍ଚ ପାଖକୁ ଯାଇକରି ତାଙ୍କ ଥିଲେ ମୁଁ ମିଶିଥିଲି। ମିଶିବା ଭିତରେ ତାଙ୍କେ କହିଲେ ଯେ ନାଇଁ ଏମିତି କର ନାହିଁ, ଆଉ ତମେ ଯାଇକି ତୁରନ୍ତ ଥାନାରେ ଥିଲେ କଣ୍ଟାକ୍ଟ କର ହେଲା। ତାପରେ ମୁଁ ଯିବା ମଧ୍ୟରେ ରାସ୍ତାରେ ହେଇଛି, ଯିବା ମଧ୍ୟରେ ତାଙ୍କେ ଗାଇଡ଼ଲାଇନ୍ ଲୋକ ଘର ପାଖରେ ପହଞ୍ଚିଲେ। ଗୋପାଳପୁର ଥାନା ଗାଡ଼ି ବି ଆସିଥିଲେ। ହଁ ଗୋପାଳପୁର ଥାନା ଗାଡ଼ି ବି ଆସିଥିଲେ। ପିଲାଟାକୁ ହ୍ୟାଣ୍ଡ ଓଭର କରିବା ପାଇଁ ବାଧ୍ୟ କଲେ। ସକାଳେ ପିଲାଟି ସ୍ୱାସ୍ଥ୍ୟ ତାପରେ 3ଟା 4ଟା ଭିତରେ 3ଟା କହୁଛି 12ଟା ଭିତରେ ସ୍ୱାସ୍ଥ୍ୟ ପିଲାର ଭଲ ଥିଲା। କ'ଣ ସୂଚନା ପାଉଛି ଯେ କ'ଣ ମେଡ଼ିକାଲରେ ପିଲାଟି ଏବେ ବର୍ତ୍ତମାନ ଅଛି। ହଁ ହଁ ମେଡ଼ିକାଲରେ ଅଛି।